କାହାଣୀ ଅବରଗରା କଥା। ବାଘୁଣୀ ଗାଉଛି ଗୀତ। କାଶୀ କ୍ଷେତ୍ରରୁ ବୃନ୍ଦାବନ ଭ୍ରମଣ ଲାଗି ପଣ୍ଡିତେ ଅବରଗରା ନିବିଡ଼ ବନପଥରେ ଚାଲିଥାନ୍ତି। ପଣ୍ଡିତଙ୍କୁ ସବୁ ବାଟ ଓ ସବୁ ଜାଗାର ବିପଦ ଆପଦ କଥା ଜଣାଯାଏ। ତେଣୁ ତାଙ୍କର ଭୟ ନଥାଏ। ବାଟରେ ଗୋଟିଏ ଗିରି ଝରଣା ପାଖରେ ସୂର୍ଯ୍ୟ ଅସ୍ତ ହେଲେ ପଣ୍ଡିତେ ଏକ ବିରାଟ ବୃକ୍ଷ ମୂଳରେ ଖୁବ୍ ପରିଷ୍କାର ଜାଗା ଦେଖି ବସି ପଡ଼ିଲେ ଓ କହିଲେ, ରାତି ହୋଇଯିବ, ଏଇଠି ରହିବା। ଛାଉଣି ଛତା ପକାଇ ଦେ, ବଣରୁ କିଛି ଶୁଖିଲା କାଠ ନେଇଆ। ନିତ୍ୟକର୍ମ ସାରି ଏଇଠି ରୋଷେଇବାସ କରି ଖାଇ ପିଇ ଦେଇ ରାତି କଟାଇଦେବା। ଅବରଗରା ଭାର ରଖି କହିଲା, ଗୋସାଇଁ ବଡ଼ ବେକୁବ ହୋଇଛି ତମ ସାଙ୍ଗରେ ଆସି। ମଣିଷ ନଥିବା ବଣରେ ଯଦି ବାଘଟାଏ ଥିବ, ଜୀବନଟା ଏଇଠି ରହିଯିବ। ପଣ୍ଡିତେ ହସି ହସି କହିଲେ, ଆରେ ଅବରଗରା, ବିପଦରେ ଆମେ କେବେ ପଡ଼ିବା ନାହିଁ। ସେ ବିଶ୍ୱାସ ମୋର ଜଗନ୍ନାଥଙ୍କ ଉପରେ ରହିଛି। ଏହାଛଡ଼ା ମଙ୍ଗଳାଙ୍କ ଦୟାରୁ ଏଇ ଗରିବ ବ୍ରାହ୍ମଣର କିଛି କ୍ଷମତା ଅଛି ଯେ ସେ ମୋ ପାଖରେ ସଦାସର୍ବଦା ରହିଛନ୍ତି। ବାଘ, ଭୂତ, ପିଶାଚ କେହି ତୋର କିଛି କରିବେ ନାହିଁ। ତୁ ମୋର ସେବାକାରୀ, ଏଣୁ ଆଗ ତୋ ରକ୍ଷା ଲାଗି ମା ଜାଗ୍ରତ ପ୍ରହରୀ। ଏକଥା ଶୁଣି ଆବାକାବା ହୋଇଗଲା ଅବରଗରା। ପଣ୍ଡିତେ ଭାରି ଟାଣୁଆ ଗୁଣୀ ଲୋକ ବୋଲି ମନରେ ପ୍ରଶଂସା କରି ବାହାରି ପଡ଼ିଲା କାଠ ଲାଗି। ଭୟ ତ ନାହିଁ, ଟିକେ ବଣରେ ବୁଲାବୁଲି କରୁଥାଏ। ଦିଗ ପ୍ରତି ନଜର ରଖି କିଛି ବାଟ ଯିବା ପରେ ପାହାଡ଼ ଗୁହା ପାଖରେ ଗୋଟିଏ ଚଣ୍ଡୀ ମନ୍ଦିର ଭଙ୍ଗାରୁଜା ହୋଇ ପଡ଼ିଛି ଦେଖିଲା। ଅନେକ ବାଘ ସେଠାରେ ଶୋଇଛନ୍ତି। ଗୋଟିଏ ମହାବଳ ବାଘ ହଲଚଲ ହେଉନି, ପଥର ପରି ପଡ଼ିଛି, ଆଉ ମଣିଷ ପରି ସେ କଥା କହୁଛି, ଗୀତ ବି ବୋଲୁଛି। ଆଶ୍ଚର୍ଯ୍ୟ ହୋଇଗଲା ଅବରଗରା। ଛାତିଟା ତାର ଧଡ଼ପଡ଼ ହେଲା। ପଣ୍ଡିତଙ୍କ କଥା ମନେ ପଡ଼ିଲେ ବାଘ ତାର କିଛି କରିବେ ନାହିଁ। ବୁଢ଼ା ବ୍ରାହ୍ମଣଟା ମିଛ କହି ନଥିବ। ଟିକେ ଆଗରୁ ଭିଡ଼ି ଭାଡ଼ି ହୋଇଗଲା। ପାଖରେ ବଡ଼ ଗଛଟା ରହିଛି, ଦଉଡ଼ି ସେଥିରେ ଚଢ଼ି ଯାଇପାରିବ। ବାଘମାନେ ଲାଙ୍ଗୁଡ଼ ବାଡ଼େଇ ଗୀତ ଶୁଣୁଥିଲେ। ମଣିଷର ଗନ୍ଧ ପାଇ ଉଠି ପଡ଼ିଲେ। କ'ଣ ବୁଝିଲେ ସେଠାରୁ ଦୂରକୁ ପଳାଇଲେ। ଅବରଗରାର ଟିକେ ସାହସ ହେଲା। ସେ ଆଉ ଟିକେ ପାଖକୁ ଯାଇ ଦେଖିଲା, ଯେଉଁ ମହାବଳ ବାଘ ବସି ଗୀତ ଗାଉଛି ସେ ପଥର ପରି ଟାଣ, ହଲଚଲ ହେଉନାହିଁ। ଏକଥା ଦେଖି ମୁଣ୍ଡଟା ଗୋଳମାଳ ହୋଇଗଲା ଅବରଗରାର। ଜିଆ ମାରି ଧଇଁ ସଇଁ ହୋଇ ଦୌଡ଼ି ହାଜର ହେଲା ପଣ୍ଡିତଙ୍କ ପାଖରେ। ହାତରେ କାଠ ନଥିବାରୁ ପଣ୍ଡିତେ ବୁଝିଲେ କିଛି ଗୋଟାଏ ଆଶ୍ଚର୍ଯ୍ୟ କଥା ଦେଖି ଭୟରେ ପଳାଇ ଆସିଛି। ଅବରଗରା କହିଲା, ଆହେ ଗୋସାଇଁ, ତମ ସାଙ୍ଗରେ କେତେବେଳେ ପୈତୃକ ଜୀବନଟା ଅକାରଣେ ଚାଲିଯିବ। ଏ ବଣରେ ଦଳେ ବାଘ, ପୁଣି ଗୋଟିଏ ଅଚଳ ବାଘ ଗୀତ ଗାଉଛି। ଭାଗ୍ୟକୁ ବଞ୍ଚି ଫେରିଲି ହେ। ତମ ବାଟରେ ତମେ ଯା, ମୋ ବାଟରେ ମୁଁ ଯାଉଛି। ଅବରଗରାକୁ ପାଖରୁ ଛାଡ଼ି ପଣ୍ଡିତେ ମଧ୍ୟ ଚଳିପାରିବେ ନାହିଁ। ସେ ବିରକ୍ତ ହେଲେ ବି ସାନ୍ତ୍ୱନା ନେଇ ବୁଝାଇ କହିଲେ, ଆରେ ଏ ପାଖରୁ ଅଳ୍ପ କିଛି ଶୁଖିଲା କାଠ ଦେଖ, ରୋଷେଇ କରିବା କିପରି। ତା ଛଡ଼ା ରାତିରେ ବଣରେ ରହିଲେ ନିଆଁ ଜାଳି ରଖିବାକୁ ହେବ। ଭୟ ତୋର ନାହିଁ, କହିଛି ପରା ବାଘ ତୋର କିଛି କରିବେ ନାହିଁ। ଆଉ ଯାହା ତୁ ଦେଖିଲୁ ସେ ଗୋଟାଏ ଆଶ୍ଚର୍ଯ୍ୟ କଥା। ବହୁ କାଳର ଘଟଣା ତୋତେ ବୁଝାଇଦେବା, ଶୁଣିଲେ ସବୁ ବୁଝିପାରିବୁ। ପଣ୍ଡିତଙ୍କ କଥାରେ ଭରସା ରଖି ପାଖ ବଣରୁ କିଛି କାଠ ଧରି ଫେରି ଆସିଲା ଅବରଗରା। ପଣ୍ଡିତେ ନିତ୍ୟକର୍ମ ସାରି ରୋଷେଇ ବସାଇ ଦେଲେ। ରହିବାର ଛାଉଣିଟା ପ୍ରସ୍ତୁତ କରିଦେଲା ଅବରଗରା। ପଣ୍ଡିତେ କହିଲେ, ପକା କମ୍ବଳ, ଛାଉଣି ଛତା, ବସିଲେ ଶୁଣିବୁ ଅଜଣା କଥା। ପଣ୍ଡିତେ କଥା ଆରମ୍ଭ କଲେ। ପୂର୍ବକାଳରେ ବ୍ରଜରାଜନଗର ନାମରେ ବିରାଟ ରାଜ୍ୟ ବସିଥିଲା। ଯେଉଁ ରାଣୀ ମନ୍ଦିର ଦେଖିଲୁ ସେ ଚଣ୍ଡୀ ଥିଲେ ନଗର ବଡ଼ଦ୍ୱାର ଜଗୁଆଳି। ଏହି ନଗରରେ ଯେତେବେଳେ ଗୋପାଳନନ୍ଦ ନାମରେ ରାଜା ରାଜୁତି କରୁଥିଲେ, ବହୁ ଧନରତ୍ନ ଓ ବିରାଟ ରାଜଧାନୀ ଥିଲା। ସେ ବୀର ସାହସୀ ତେଜସ୍ୱୀ ପୁରୁଷ ଥିଲେ।
ରାଜା ବହୁ ଯାଗଯଜ୍ଞ କରି ମାତ୍ର ଗୋଟିଏ କନ୍ୟା ପାଇଥିଲେ। ଅପୂର୍ବ କନ୍ୟା ସେ ଥିଲା। କନ୍ୟାଟି ପାଇଥିଲେ ସେ ଏହି ଚଣ୍ଡୀଙ୍କ ପ୍ରସାଦରୁ। ନାମ ରଖିଥିଲେ ସୁରସୁନ୍ଦରୀ। ସତରେ ସେ ଥିଲେ ଦେବୀ ପ୍ରତିମା। ଦେବତା ବି ଲୋଭେଇ ଯିବେ। ଚଣ୍ଡୀଙ୍କ ଦୟାରୁ ସେଥିରେ ଦୁର୍ଗା ପରି ତେଜସ୍ୱୀ, ଲକ୍ଷ୍ମୀ ପରି ଗୁଣବତୀ, ସରସ୍ୱତୀଙ୍କ ପରି ବିଦ୍ୟାବତୀ। ଅନେକ ବିଦ୍ୟା ଅର୍ଜନ କରି ସେ ବହୁ ପଣ୍ଡିତଙ୍କୁ ପରାସ୍ତ କରିଥିଲା। ଜଣେ ଚଣ୍ଡୀ ସାଧକ ତାଙ୍କର ଗୁରୁ ହେଲେ। ସେ ବହୁ ତନ୍ତ୍ରବିଦ୍ୟା ଶିଖାଇଥିଲେ। ସୁରସୁନ୍ଦରୀ ଏପରି ବିଦ୍ୟା ଶିଖିଥିଲେ ଯେ ନିଜେ ବହୁ ରୂପ ଧରି ପାରୁଥିଲେ। ଅନ୍ୟକୁ ମଧ୍ୟ ପଶୁପକ୍ଷୀ କରିଦେଇ ପାରୁଥିଲେ। ସୁରସୁନ୍ଦରୀର ବିବାହ ବୟସ ହେଲାରୁ ପିତାମାତାଙ୍କୁ ଜଣାଇ ଦେଇଥିଲା, ସମସ୍ତ ବିଦ୍ୟାରେ ଯିଏ ତାଙ୍କୁ ପରାସ୍ତ କରିବ ସେ ତାକୁ ବିବାହ ହେବ। ଏପରି ସମସ୍ତ ବିଦ୍ୟାର ପାରଦର୍ଶୀ ଯୁବକ ଏହି ସମକକ୍ଷ ହୋଇପାରିନଥିଲେ। ରାଜା ବଡ଼ ଚିନ୍ତାରେ ପଡ଼ିଲେ। ଅନେକ ବୀର ରାଜପୁତ୍ର ଆସି ପରାସ୍ତ ହୋଇ ଅପମାନରେ ଫେରୁଥାନ୍ତି। ସେତେବେଳେ ଏହି ରାଜ୍ୟରେ ଜଣେ ସୈନିକର ପୁଅ ରଣଜିତ ନାମରେ ଖୁବ୍ ସାହସୀ ବୀର ଓ ସୁନ୍ଦର ସ୍ୱାସ୍ଥ୍ୟବାନ ଥିଲା। ରାଜଗୁରୁଙ୍କ ପାଖରେ ପାଠ ପଢ଼ିଲା ବେଳେ ସେ ସୁରସୁନ୍ଦରୀକୁ ଦେଖିଥିଲା। ତାର ଏକାନ୍ତ ମନ ରହିଥିଲା ରାଜକୁମାରୀକୁ ପାଇବାକୁ। ହେଲେ ସେ ରାଜାଙ୍କ ଝିଅ। ତାକୁ ପାଇବା କ'ଣ ସାମାନ୍ୟ ସୈନିକ ପୁଅ ପକ୍ଷରେ ସମ୍ଭବ? ଏଣୁକରି ବୀର ରଣଜିତ କାମାକ୍ଷାନଗର ଯାଇ ଜଣେ ସୁନ୍ଦରୀ କାମିନୀ ପାଖରେ ରହି କାମଚଣ୍ଡୀଙ୍କ କୃପା ପ୍ରାର୍ଥୀ ହୋଇ ଦେବୀଙ୍କ କୃପାରୁ ଏକ କାଉଁରୀ ହାଡ଼ ସେ ପାଇଗଲା। ସେହି କାଉଁରୀ ହାଡ଼ ଦ୍ୱାରା ସେ ଯାହା ଚାହିଁବ ତାହା କରିପାରିବ। ରଣଜିତ ଯେଉଁ କାମିନୀ ପାଖରେ ଥିଲା ସେ କାମମୋହନ ବିଦ୍ୟାରେ ମୋହିତ କରି ରଖିଥିଲା। ଦିନକର ରଣଜିତ କାଉଁରୀ ହାଡ଼ ଧରି ମନ୍ତ୍ର ବଳରେ ମୁହୂର୍ତ୍ତକରେ ଆସି ଏହି ଚଣ୍ଡୀ ମନ୍ଦିର ପାଖରେ ପହଞ୍ଚି ତାଙ୍କୁ ପୂଜା କରି ଜଙ୍ଗଲରେ ଲୁଚିଗଲା। ମନ୍ତ୍ର ବଳରେ ସେଠାରେ କୋଠାଘର, ରାଜପୁରୀ ନିର୍ମାଣ କରିଦେଲା। ଏଣେ କାମାକ୍ଷାର କାମିନୀ ବହୁ ମନ୍ତ୍ରତନ୍ତ୍ର କରିଲା ରଣଜିତକୁ ଶୂନ୍ୟରେ ଉଡ଼ାଇ ନେବାକୁ। କିନ୍ତୁ ତାର ସବୁ ପାଠକୁ କାଟି ଉଡ଼ାଇଦେଲା ରଣଜିତ। ସେ ଗୋଟାଏ ରାତ୍ରିରେ ମନ୍ତ୍ର ବଳରେ ରାଜକନ୍ୟାଙ୍କର ସୁରକ୍ଷିତ ନଅରରେ ପ୍ରବେଶ କରି ଦେଖାଇ ଦେଇ କହିଲା, ମୋତେ ଚିହ୍ନି ପାରୁଛ ସୁରସୁନ୍ଦରୀ? ତୁମେ ତୁମର ଶକ୍ତି ପରୀକ୍ଷା କରାଇ ମୋତେ ବିବାହ ହୁଅ। ଏ କଥାରେ ରାଜକନ୍ୟା ରାଗିଯାଇ କହିଲା, ଚୋର ପରି ଆସିଲ କିପରି? ମୁଁ ତୁମକୁ ବନ୍ଦୀ କରିବି। ରାଜକନ୍ୟା ପ୍ରହରୀମାନଙ୍କୁ ଡାକନ୍ତେ ରଣଜିତ ପବନ ପରି ଅଦୃଶ୍ୟ ହୋଇଗଲା। ଏ କଥାରେ ବିସ୍ମୟ ହେଲେ ରାଜକନ୍ୟା। ପରଦିନ ରାତିରେ ରଣଜିତ କାଉଁରୀ କାଠି ଧରି ଛାୟାମାୟା ଦୁଇ ଦେବୀ ଦାସୀ ସେଠାରେ ପହଞ୍ଚାଇ ଦେଲା। ରଣଜିତ କହିଲା ରାଜକନ୍ୟାକୁ, ତାର ପଲଙ୍କ ସହ ଏଠାକୁ ନେଇ ଆସ। ଅଳ୍ପ କିଛି ସମୟ ପରେ କୁହୁକ କନ୍ୟା ଦୁହେଁ ସୁରକ୍ଷିତ ଝିଅ ଅନ୍ତଃପୁରରୁ ରାଜକୁମାରୀକୁ ପଲଙ୍କ ସହ ଉଠାଇ ଆଣି ରଣଜିତ ମାୟାପୁରୀରେ ତାର ନିଜ ଶୋଇବା ପଲଙ୍କ ପାଖରେ ଶୁଆଇ ଦେଲେ। ତାପରେ ପଣତରେ ବିଞ୍ଚି ଦେବାରୁ ରାଜକୁମାରୀ ସୁରସୁନ୍ଦରୀର ନିଦ ଭାଙ୍ଗିଗଲା। ସେ ସ୍ୱପ୍ନ ଦେଖିଲା ପରି ଚମକି ପଡ଼ି ତରବରରେ ଉଠି ଦେଖେ ତ ପାଖରେ ଅପୂର୍ବ ସୁନ୍ଦର ଯୁବକ। ରଣଜିତକୁ ସେ ଚିହ୍ନି ବିସ୍ମିତ ହେଲା। କେଉଁଠିକୁ ଆସିଛି ଓ କେମିତି ଆସିଲା? ରଣଜିତ ହସି ହସି କହିଲା, ଦେଖ ରାଜକୁମାରୀ, ତୁମେ ଏବେ ନିର୍ଜନ ଶୟନ କକ୍ଷରେ। ଇଚ୍ଛା କଲେ ତୁମକୁ ଉପଭୋଗ କରିପାରେ। ବିବାହ ହେବ କି ନାହିଁ କୁହ। ରଣଜିତ ପାଖକୁ ଆସନ୍ତେ ସୁରସୁନ୍ଦରୀର ମନେ ହେଲା, ନିଶ୍ଚୟ ରଣଜିତ ଯାଦୁବିଦ୍ୟା ଶିଖିଛି। ସେ ତାର ବିଦ୍ୟାକୁ ମନେ ପକାଇ ହଠାତ୍ ଗୋଟାଏ ବାଘୁଣୀ ହୋଇଗଲା। ବାଘୁଣୀ ହେଲାରୁ ତା ଦେହରେ ପୋଷାକ ଅଳଙ୍କାର କିଛି ନଥିଲା। ରଣଜିତ ସଙ୍ଗେ ସଙ୍ଗେ ବାଘ ହେଇ ତା ଉପରକୁ କୁଦି ଉଠି ମାଡ଼ି ବସିଲା। ବାଘ ବାଘୁଣୀ ଯେପରି ସଙ୍ଗମ କରନ୍ତି, ଯେପରି ଧରି ନେଲା। ବାଘୁଣୀ ଏକ ନାଗୁଣୀ ହୋଇଗଲା। ବାଘ ନାଗ ହୋଇ ଯାଇ ତାକୁ ଭିଡ଼ି ଧରିଲା। ଏହାପରେ ସୁରସୁନ୍ଦରୀ ନିଜ ରୂପ ଧରି ସେଠାରୁ ପଳାଇବା ମନ୍ତ୍ର ପାଠ କରିବାରୁ ଦୁଇ ପାଖରେ ଛାୟାମାୟା ତାକୁ ଧରିନେଲେ। ରଣଜିତ ନିଜ ରୂପ ଧରି କହିଲା, ଏବେ ତୁମେ ହାରିଯାଇଛ ରାଜକନ୍ୟା। ନା ନା, ତୁମେ ଚୋର, ମୋତେ ବଳପୂର୍ବକ ଧରି ଆଣିଛ। ହସିଲା ରଣଜିତ। କାଉଁରୀ କାଠି ଖଣ୍ଡିକ ବାହାର କରି ଚଳାଇବା ମାତ୍ରେ ରାଜକନ୍ୟାର ଦେହରୁ
ସମସ୍ତ ପୋଷାକ ଆପେ ଶୂନ୍ୟ ହୋଇଯାଇ ସେ ଉଲଗ୍ନ ହୋଇ ଲା- ଲାଜରେ ବସି ପଡ଼ିଲା। ସୁନ୍ଦର ଲବଣୀ ପ୍ରତିମା କନକ ଚମ୍ପା ପରି ଦେହକୁ ପ୍ରାଣ ଭରି ଦେଖି ଆନନ୍ଦରେ ଉପଭୋଗ ଲାଗି ଉଦ୍ୟମ ହେବାରୁ ଲଜ୍ଜାରେ ରାଜକୁମାରୀ କହିଲା, ସେ କାମ କରନି ରଣଜିତ। ତମେ ବିରାଟ ଶକ୍ତିର ଅଧିକାରୀ ହୋଇପାରିଛ। ରାଜା ଝିଅ ମୁଁ। ଏମିତି କୃତଘ୍ନ ପ୍ରାଣୀ ପରି ମିଶିବା ଭଲ ନୁହେଁ। ଛାଡ଼ିଦିଅ। ରାଜାଙ୍କୁ ଜଣାଇ ତୁମ ସହିତ ବିବାହ ହେବାର ବ୍ୟବସ୍ଥା ମୁଁ ନିଜେ କରିବି। ଚତୁରୀ ରାଜକୁମାରୀ କଥାରେ କୁହୁକ ବିଦ୍ୟା ଦ୍ୱାରା ରାଜପୁରୀକୁ ପଠାଇଦେଲା ରଣଜିତ। ରାଜକୁମାରୀ ଯିବା ପରେ ଗୁପ୍ତଚର ଆଉ ତାର ବିଶ୍ୱାସୀ ଦାସୀ ପଠାଇ ରଣଜିତର ମନ୍ତ୍ର ଓ ତାର କାଉଁରୀ କାଠିକୁ ଚୋରି କରି ଆଣିବାର ଚେଷ୍ଟା ଚଳାଇଲା। ରାଜକୁମାରୀ ପାଖରେ ମୋହିନୀ ବୋଲି ଗୋଟିଏ ଖଟୁଆଳ ଝିଅ ଥିଲା। ସେ କେତେକ ଗୁଣିବିଦ୍ୟା ରାଜକୁମାରୀ ସହିତ ଶିଖିଥିଲା। ରାଜକୁମାରୀ ତାକୁ ପଠାଇଲା ରଣଜିତ ପାଖକୁ। କାଉଁରୀ ବିଦ୍ୟା ବଳରେ ରଣଜିତ ତାକୁ ବନ୍ଦୀ କରି ରଖି ଦେଖାଇବାରୁ ସେ ଭୟରେ କହିଲା, ମୋତେ କ୍ଷମା କର ଯୁବକ। ରାଜକୁମାରୀ ତମକୁ ମରିବାକୁ ଯୋଗାଡ଼ କରୁଛି। ସେ ଗୋପନରେ ଜଣେ ଗନ୍ଧର୍ବ ସହିତ ମିଳାମିଶା କରୁଛି। ମିଛରେ କହୁଛି ଯିଏ ଜିତିବ ତାକୁ ବିବାହ ହେବ। ରାଜକୁମାରୀର କଥାରେ ଏଣେ ରାଜା ଓ ସେନାପତି ସୈନ୍ୟ ପଠାଇ ମାୟାପୁରୀକୁ ଘେରାଉ କରି ନେଲେ। ମୋହିନୀ ଏହି ଖବର ବହୁ ଆଗରୁ ଦେବାରୁ ରଣଜିତ କାଉଁରୀ କାଠି ସାହାଯ୍ୟରେ ସମସ୍ତ ସୈନ୍ୟଙ୍କୁ ମାୟାପୁରୀରେ ବନ୍ଦୀ କରିଦେଲା। ଶେଷରେ ରାଜା ଆସିବାରୁ ରାଜାଙ୍କୁ ବନ୍ଦୀ କରି ନିଜେ ରାଜସିଂହାସନ ଦଖଲ କଲା। ରାଜକୁମାରୀ ଏକଥା ଜାଣିପାରି ଗନ୍ଧର୍ବକୁ ଚିନ୍ତା କରି କହିବାରୁ ସେ ଭୀଷଣ ଅଗ୍ନି ବର୍ଷା କଲା। ରଣଜିତ କୁହୁକ ବଳରେ ଛାୟା ମାୟା ଦ୍ୱାରା ବର୍ଷା କରାଇ ରାଜକୁମାରୀକୁ ବନ୍ଦୀ କରିଲା। ମୋହିନୀ କହିଲା, ଦେଖ ରାଜା, ରାଜକୁମାରୀ ବିଟପୀ ହେଲେ ଗନ୍ଧର୍ବ ଛାଡ଼ି ପଳେଇଯିବ। ତମେ ତା ସହିତ ସଙ୍ଗମ କରିଦିଅ। ରଣଜିତ ସହିତ ଖୁବ୍ ପ୍ରବଳ ଭାବରେ ଯାଦୁବିଦ୍ୟାର ସଂଗ୍ରାମ ହେଲା। ଶେଷରେ ଗୋଟିଏ ମୃଗୁଣୀ ହୋଇ ରାଜପୁରୀର ଚଣ୍ଡୀ ମନ୍ଦିରକୁ ବାହାରିଗଲା ଚଣ୍ଡୀଙ୍କୁ ଜାଗ୍ରତ କରିବାକୁ ରାଜକୁମାରୀ। ମୋହିନୀ ଏକଥା ଜାଣି ରଣଜିତକୁ ସାବଧାନ କରାଇ ନିଜେ ଚଣ୍ଡୀ ମନ୍ଦିରରେ ରଣଜିତ ଲାଗି ପୂଜା କଲା। ରଣଜିତ କାମଚଳା ତନ୍ତ୍ରରେ ମୃଗୁଣୀକୁ କାମାସକ୍ତ କରାଇ ମନରେ ନିଜେ ମୃଗ ରୂପ ଧରି ସଙ୍ଗମ କରିବାରୁ ରାଗରେ ଗନ୍ଧର୍ବ ଛାଡ଼ି ପଳାଇଗଲା। ମୃଗୁଣୀ ଚଣ୍ଡୀଙ୍କ ପାଖକୁ ଯିବାକୁ ବସିବା ପୂର୍ବରୁ ଅପବିତ୍ର ହୋଇଛି। ରାଗରେ ସେ ବାଘୁଣୀ ହୋଇ ମୋହିନୀ କୁମାରୀକୁ ଖାଇବାକୁ ବସିଲାରୁ ରଣଜିତ କୁହୁକ କନ୍ୟାମାନେ ତାକୁ ସେଇଠି ପଥର ମୂର୍ତ୍ତି କରିଦେଲେ। ମୋହିନୀକୁ ରଣଜିତ ରାଣୀ କରି ବିବାହ ହୋଇ ରାଜ୍ୟ ପରିଚାଳନା କଲାପରେ ରାଜା ସବୁ ଜାଣିଲେ। ସେ ମୁକ୍ତି ମାଗିଲେ। ରଣଜିତ ତାଙ୍କୁ ମୁକ୍ତି କଲାରୁ ସେ ରାଜ୍ୟ ଲୋଭ ଛାଡ଼ି ଋଷି ଜୀବନ ଯାପନ କଲେ। ସେହି ଦିନରୁ ସୁରସୁନ୍ଦରୀ ରାଜକନ୍ୟା ପଥର ବାଘୁଣୀ ହୋଇ ରହିଛି। ପ୍ରବଳ ଗୁଣି ବିଦ୍ୟା ଦ୍ୱାରା ସେ ମଣିଷ ପରି କଥା କହେ, ଗୀତ ଗାଏ। କେତେ କାଳ ବିତିଗଲାଣି, କେତେ ରାଜା ଗଲେଣି, ରାଜ୍ୟ ଯାଇ ଏଠାରେ ଜଙ୍ଗଲ ବନଭୂଇଁ ହେଲାଣି, ହେଲେ ବହୁତ ତନ୍ତ୍ରର ବିଲୋପ ହୋଇନାହିଁ। ଚଣ୍ଡୀ ମନ୍ଦିର ରହିଛି ଓ ପଥର ବାଘୁଣୀ ରହିଛି। ସେହି ରଣଜିତର ମନ୍ତ୍ରଶକ୍ତି ବଳରେ ଏଠାରେ ମଣିଷକୁ ବାଘ ଖାଇପାରେ ନାହିଁ। ସେ ମଣିଷକୁ ଭୟ କରେ, ବାଟ ଛାଡ଼ି ଦେଇ ଲୁଚିଯାଏ। ଆଉ ପଥର ବାଘୁଣୀକୁ ଘେରି ସମସ୍ତେ ତାଙ୍କର ପୂର୍ବପୁରୁଷ ଭାବି ସ୍ନେହ କରନ୍ତି, ଭକ୍ତି କରନ୍ତି। ବିପଦ ସୂଚନା ଆସିଲେ ପଥର ବାଘୁଣୀ ଗର୍ଜନ କରି ବିପଦର ସଂକେତ ଦିଏ। ଶୁଣିଲୁ ଆରେ ଅବଲୋକରା, କାହାଣୀ କଥା ସାର। ଭୋଜନ କରି ଶୋଇବା ଲାଗି ହେଁସ କତରା ପାର। ଆଇଛି ମନ୍ତର, କାଇଁଚି ମନ୍ତର, ନିତେଇ ମା ଚୁଲି। ଅବଲୋକରା, ବୁଲା ଗୋସାଇଁ, ଦିନ ଯାଉଛି ଚାଲି। ନୂଆ କାହାଣୀ ଅବଲୋକରା ଆଜି ଏତିକି ଥାଉ। ସୌମ୍ୟା ପ୍ରକାଶନରେ ଗପ ଭରତି ହେଉ।